ଅଦ୍ୱିତୀୟ ମୋହର ତୃତୀୟ ବିଭାଗ ଅର୍ଥାତ୍ ଚୋର୍ମା ଗଞ୍ଜନ ମୋହର ଦୁଇଟି ଅନୁବିଭାଗ ରହିଛି। ଏକ ଜ୍ଞାତ ଚୋର୍ମା ମୋହ, ଦୁଇ ଅଭିଜ୍ଞାତ ଚୋର୍ମା ମୋହ। ଜ୍ଞାତ ଚୋର୍ମା ମୋହ। ଜ୍ଞାତ ଚୋର୍ମା ଗଞ୍ଜନ ମୋହ ଜୀବକୁ ଅନେକ ଦୁର୍ଦ୍ଦଶା ଭୋଗ କରାଇଥାଏ। ଏହି ମୋହର ବନ୍ଧନରେ ପଡ଼ିଥିବା ପ୍ରାଣୀର କଦାପି ଉନ୍ନତି ହୁଏ ନାହିଁ, ପରନ୍ତୁ ଏହା ପ୍ରାଣୀକୁ ଅବନତିର ପଥରେ ଆଗେଇ ନିଏ। ଏହି ମୋହରେ ଆବିଷ୍ଟ ବ୍ୟକ୍ତିର କୁଟୁମ୍ବ ଦୁର୍ଦ୍ଦଶାଗ୍ରସ୍ତ ହୋଇ ସର୍ବଦା ଅପଦସ୍ଥ, ଅପମାନିତ ଓ ଲାଞ୍ଛିତ ହୋଇଥାନ୍ତି। ସାଧାରଣତଃ ସମାଜରେ ଅଧିକ ସଂଖ୍ୟକ ବ୍ୟକ୍ତି ଖଣ୍ଟ ବୃତ୍ତିର ବଶବର୍ତ୍ତୀ ହୋଇ ଅନ୍ୟର ଧନକୁ କୌଶଳରେ ଅପହରଣ କରି ଆପଣାର କୁଟୁମ୍ବ ପ୍ରତିପୋଷଣ କରିଥାନ୍ତି। ସେମାନଙ୍କର ଯୁକ୍ତି ହେଉଛି, ସେମାନେ ଅନ୍ୟର କଷ୍ଟ ଉପାର୍ଜିତ ଧନ ତ ଅପହରଣ କରୁନାହାନ୍ତି, କେବଳ ଯେଉଁମାନେ ଚୋରାରେ ଧନ ସଞ୍ଚିଛନ୍ତି ସେମାନଙ୍କର ଚୋରି ଧନକୁ ଅପହରଣ କରି ଆପଣାର ଗୁଜରାଣ ମେଣ୍ଟାଉଛନ୍ତି। ତେଣୁ ଏଥିରେ ସେମାନଙ୍କର ଦୋଷ ନାହିଁ ବୋଲି କୁହନ୍ତି। ମାତ୍ର ଆପଣାର ଜ୍ଞାତସାରରେ ଅର୍ଥାତ୍ ଜାଣିଶୁଣି ଏବଂ ବୁଝି ସମଝି ସେମାନେ ଖଣ୍ଟ ସାଜି ନାନାଦି କୂଟ କପଟ କୌଶଳରେ ଅନ୍ୟର ଧନ ଲୁଟି ନେଇ ବିନା ପରିଶ୍ରମରେ ଆପଣା ପରିବାରର ପ୍ରତିପୋଷଣ କରିବା ମୋହରେ ପଡ଼ିଯାଆନ୍ତି। ଏହି ମୋହକୁ ଜ୍ଞାତ ଚୋର୍ମା ଗଞ୍ଜନ ମୋହ କୁହାଯାଏ। ଏହି ମୋହ ଫଳରୁ ଖଣ୍ଟ ବ୍ୟକ୍ତିମାନେ ନିଜର ସମସ୍ତ ଉନ୍ନୟନର ପଥ ଆପଣା କଲା କର୍ମରୁ ରୁଦ୍ଧ କରିଦିଅନ୍ତି, ନିଜେ ଦୁର୍ଦ୍ଦଶାଗ୍ରସ୍ତ ହୁଅନ୍ତି ଏବଂ ଆପଣାର ପରିବାର ଓ କୁଟୁମ୍ବକୁ ସମାଜରେ ଅପଦସ୍ଥ କରାନ୍ତି। ଅଭିଜ୍ଞାତ ଚୋର୍ମା ମୋହ। ସମାଜରେ ପୁଣି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ରୁଚି ବିଚିତ୍ର। ସେମାନେ ନିଜର ଶ୍ରମୋପାର୍ଜିତ ଧନରେ ଆପଣାର କୁଟୁମ୍ବ ପ୍ରତିପୋଷଣ କରନ୍ତି ସତ, ମାତ୍ର ଧର୍ମକର୍ମ, ପୂଜାପାଠ, ଦାନ, ତ୍ୟାଗ ଇତ୍ୟାଦିରେ ଅନ୍ୟଠାରୁ କୌଶଳରେ ଅପହରଣ କରି ଆଣିଥିବା ଧନକୁ ବ୍ୟୟ କରନ୍ତି। ଏ ପ୍ରକାର ଲୋକମାନଙ୍କର ଅନ୍ତଃସ୍ଥଳରେ ସେବା, ଦାନ, ତ୍ୟାଗ, ଜନମଙ୍ଗଳକର କର୍ମଧାରା ଆଦୌ ନଥାଏ। କେବଳ ଦେଖେଇ ହେବା ପାଇଁ, ପ୍ରଶଂସା ବା ବାହାବା ନେବା ପାଇଁ, ଆତ୍ମପ୍ରତିଷ୍ଠା ପାଇଁ, ଆପଣାର ପ୍ରତିପତ୍ତି ଜାହିର କରିବା ପାଇଁ ଏମାନେ ଦାନ, ଧର୍ମ, ପୂଜାକର୍ମ, ଜନସେବା ଇତ୍ୟାଦିରେ ଅନ୍ୟଠାରୁ ଅପହରଣ କରିଥିବା ଅର୍ଥକୁ ବିନିଯୋଗ କରି ଆତ୍ମସନ୍ତୋଷ ଲାଭ କରନ୍ତି। ସାମାନ୍ୟ ପ୍ରଶଂସାର ଲୋଭରେ ଏମାନେ ଅକାତରରେ ନଦୀ ଜଳ ପରି ଅର୍ଥ ବିନିଯୋଗ କରି ଆତ୍ମସନ୍ତୋଷ ଲାଭ କରନ୍ତି। ନାନାଦି କପଟ ଆଚରଣ, ଛଳନା, କଳ କୌଶଳ କରି ସେମାନେ ଏହି ଅର୍ଥ ଅନ୍ୟଠାରୁ ଠକେଇ ଭଣ୍ଡେଇ ଲୁଟି କରି ଆଣିଥାନ୍ତି। ଅଭିଜ୍ଞାତ ଚୋର୍ମା ଗଞ୍ଜନ ମୋହ ପାଶରେ ପଡ଼ି ସେମାନେ ଏ ପ୍ରକାର କର୍ମଧାରାର ବଶବର୍ତ୍ତୀ ହୋଇଥିବାରୁ ଇହ ଜନ୍ମରେ ସେମାନଙ୍କୁ ଧର୍ମ ରକ୍ଷା କରିପାରେ ନାହିଁ। ଅସତ୍ ଉପାୟରେ ଅର୍ଜିତ ଧନକୁ ସତ୍ କର୍ମରେ ଲଗାଇଲେ ମଧ୍ୟ ସେମାନଙ୍କୁ ଧର୍ମ ରକ୍ଷା କରେ ନାହିଁ। ତେଣୁ ସେମାନେ ନାନା ପ୍ରକାର ଆପଦ ବିପଦରେ ପଡ଼ନ୍ତି ଏବଂ ଘୋର ବିପାକରେ ସେମାନଙ୍କର ମୃତ୍ୟୁ ହୁଏ। ଅନ୍ୟମାନଙ୍କୁ ଶୋଷଣ କରି, ଶ୍ରମଜୀବୀମାନଙ୍କର ଗଳା ଚିପି କଳା ବଜାର କରି, ବ୍ୟବସାୟରୁ ଅତିରିକ୍ତ ଲାଭ ଉଠାଇ କଳୁଷିତ କଳଙ୍କ ମଣ୍ଡିତ ଧନକୁ ଧର୍ମ କାର୍ଯ୍ୟରେ ଲଗାଇଲେ ମଧ୍ୟ ତାହା ଦ୍ୱାରା ସତ୍କର୍ମ ସମ୍ପାଦିତ ହୁଏ ନାହିଁ। ଯେଉଁମାନେ ସୁନାମ ବା ଖ୍ୟାତି ଅର୍ଜନ ଲାଳସାରେ ଏହିପରି କର୍ମ କରନ୍ତି ସେମାନେ ଅଭିଜ୍ଞାତ ଚୋର୍ମା ଗଞ୍ଜନ ମୋହର ବଶବର୍ତ୍ତୀ ହୋଇ କୌଣସି ସୁଫଳ ଜୀବନରେ ଲାଭ କରିପାରନ୍ତି ନାହିଁ। ଏହି ଅଭିଜ୍ଞାତ ଚୋର୍ମା ଗଞ୍ଜନ ମୋହ ଫଳରୁ
ସେମାନେ ସତ୍ ପଥକୁ ଆସିପାରନ୍ତି ନାହିଁ, ବା ଦୈବାତ ଆସିଗଲେ ମଧ୍ୟ ସତ୍ ପଥରେ ବେଶୀ ଦିନ ତିଷ୍ଠି ରହି ନ ପାରି ପୁନର୍ବାର ପୂର୍ବ ସ୍ଥିତିକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଦୁର୍ବୁଦ୍ଧିରୁ ନାନାଦି ଦୁଷ୍ଟ କର୍ମରେ ଲିପ୍ତ ରହି ସମାଜରେ ଅନେକ ଲୋକଙ୍କୁ ଠକି ଭଣ୍ଡି କୂଟ କୌଶଳରେ ଧନ ଅପହରଣ କରି ସୁନାମ ସୁଖ୍ୟାତି ନିମନ୍ତେ ସମାଜ ସେବାରେ ବା ଧର୍ମ କର୍ମରେ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରନ୍ତି ସତ, ମାତ୍ର ଆତ୍ମିକ ଉନ୍ନୟନ ସେମାନଙ୍କର ହୁଏ ନାହିଁ। ଅଭିଜ୍ଞାତ ଚୋର୍ମା ଗଞ୍ଜନ ମୋହ ଦୁଇ ପ୍ରକାର, ସୁଷୁପ୍ତି ମୋହ ଏବଂ ଅସୁଷୁପ୍ତି ମୋହ। ସୁଷୁପ୍ତି ମୋହ ଯେଉଁ ବ୍ୟକ୍ତି ଚିତ୍ତର ନିର୍ଦ୍ଦେଶରେ ଅସମୟରେ ଆଳସ୍ୟ ବଶରୁ ଦେହ ଲମ୍ବାଇ ନିଦ୍ରା ଯାଏ ଏବଂ ଆଳସ୍ୟ ପରାୟଣ ହୁଏ, ସେହି ବ୍ୟକ୍ତି ସୁଷୁପ୍ତି ମୋହବଶ ବୋଲି କୁହାଯାଏ। ସୁଷୁପ୍ତି ମୋହ ପାଶରେ ପଡ଼ିଥିବା ବ୍ୟକ୍ତି ବିଳାସ ବ୍ୟସନରେ ରହିଥାଏ, ଚାକର ପରିଜନ ମାନଙ୍କୁ ଲଗାଇ କାମ ଉଠାଇ ନିଏ, ନିଜେ କୌଣସି କାର୍ଯ୍ୟ କରେ ନାହିଁ ଏବଂ ଜୀବନରେ ଅଧିକାଂଶ ସମୟ ଅଳସୁଆମୀ ଏବଂ ନିଦ୍ରିତ ଅବସ୍ଥାରେ ଅତିବାହିତ କରିଥାଏ। ସେ ନିଦ୍ରାକୁ ସୁଖକର ଭାବି ମୋହରେ ମୋହିତ ହୋଇ ଲମ୍ବା ହୋଇ ଶୋଇଯାଏ ଓ ବେଶୀ ପରିମାଣରେ ଦୁଃସ୍ୱପ୍ନ ଦେଖେ। ଏ ପ୍ରକାର ଆଳସ୍ୟ ପରାୟଣ ବ୍ୟକ୍ତି ପ୍ରଚଣ୍ଡ କାମ ପ୍ରବାହରେ ପତିତ ହୁଅନ୍ତି, ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି ଏବଂ ସ୍ୱଭାବତଃ ପରଶ୍ରୀ କାତର ହୁଅନ୍ତି। ଏତାଦୃଶ ଆଳସ୍ୟ ପରାୟଣ ବ୍ୟକ୍ତି ଘୋର ଦୁଷ୍କର୍ମରେ ରତ ରହି ସୁଷୁପ୍ତି ମୋହର ବଶବର୍ତ୍ତୀ ହୋଇ ଜୀବନ ଅତିବାହିତ କରନ୍ତି। ଆଳସ୍ୟ ହେତୁ ଏ ପ୍ରକାର ଲୋକେ ବାତ ପିତ ରୋଗରେ ପୀଡ଼ିତ ହୁଅନ୍ତି। ରୋଗାକ୍ରାନ୍ତ ହୋଇ ଏମାନେ ବହୁ ଦୁଃଖ ଯାତନା ଭୋଗ କରନ୍ତି, ସର୍ବଦା ଦୁଃଖ ସାଗରରେ ଭାସୁଥାନ୍ତି ଓ ଜନ୍ମ ଜନ୍ମାନ୍ତର ଦୁଃଖ କଷଣ ଭୋଗନ୍ତି। ଅସୁଷୁପ୍ତି ମୋହ ଯେଉଁ ପ୍ରାଣୀ ଚୈତନ୍ୟର ନିର୍ଦ୍ଦେଶରେ ସ୍ୱତଃ ସ୍ୱାଭାବିକ ଭାବରେ ନିଦ୍ରା ଯାଏ, ସ୍ୱତଃ ପ୍ରବୃତ୍ତ ଏହି ନିଦ୍ରା ପ୍ରତି ତାର ଅସୁଷୁପ୍ତି ମୋହ ଥାଏ। ବିଧାତା ପ୍ରାଣୀ ଜଗତ ନିମନ୍ତେ ସକଳ କର୍ମର ଶୃଙ୍ଖଳା ପାଇଁ ନୀତି ନିର୍ଦ୍ଧାରଣ କରିଅଛନ୍ତି। ବସନ୍ତ ଋତୁର ଆଗମନରେ ମଳୟ ପବନ ପ୍ରବାହିତ ହୁଏ, ଗଛରୁ ପତ୍ର ଝଡ଼ିଯାଏ, କୋକିଳ କୁହୁକୁ ରାବ ଦିଏ, ନୂତନ ପତ୍ର କଅଁଳେ, ନାନାଦି ଫୁଲ ଫୁଟେ, ପ୍ରହର ଜଗି ଡାହୁକ ରାବ ଦିଏ, ରାତି ପାଇଲେ କାଉ ରାବେ। ଏସବୁ ପ୍ରକୃତିଗତ କର୍ମ। ପୁନଶ୍ଚ ଜନ୍ମ ମାତ୍ରେ ଶୈଶବ, ତତ୍ପରେ ଯଥାବିଧି ବାଲ୍ୟ, ପଗଣ୍ଡ, କୈଶୋର, ଯୌବନ, ପ୍ରୌଢ଼, ବୃଦ୍ଧ ଅବସ୍ଥା ଇତ୍ୟାଦି ଜୀବନକାଳ ମଧ୍ୟରେ ଭୋଗ ହୁଏ। ଜୀବ ଜଗତରେ ପ୍ରାକୃତିକ ଭାବରେ ଯେପରି ବିଭିନ୍ନ କାର୍ଯ୍ୟ ବିଭିନ୍ନ ଅବସ୍ଥା ପାଇଁ ଦିଆଯାଇଛି, ସେହିପରି ନିଦ୍ରା ନିମନ୍ତେ ମୋହ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ପାଇଁ ଦିଆଯାଇଛି। ବିଧାତାଙ୍କର ସିଦ୍ଧାନ୍ତ ଅନୁସାରେ ପ୍ରକୃତିଗତ ଭାବବଶରୁ ଯଥା ସମୟ ଉପଗତ ହେଲେ ପ୍ରାଣୀ ଶରୀର ରକ୍ଷା ନିମନ୍ତେ ନିଦ୍ରିତ ହେବା ସ୍ୱାଭାବିକ। ପ୍ରାଣୀ ଏହି ଶୃଙ୍ଖଳାର ବହିର୍ଭୂତ ହେଲେ ପ୍ରକୃତି ତାକୁ ନିଦ୍ରିତ କରାଇ ଦିଏ। ନିଦ୍ରା କାଳ ଭୋଗ ପରେ ପ୍ରକୃତି ନିଦ୍ରିତ ପ୍ରାଣୀକୁ ଜାଗ୍ରତ କରାଇ ଦିଏ। ଏହା ହିଁ ଅସୁଷୁପ୍ତି ମୋହ। ଏହି ମୋହ ବିଧାତାଙ୍କ ଦ୍ୱାରା ଗୃହୀତ। ଏ ମୋହ ପ୍ରାଣୀକୁ ରୋଗଶୂନ୍ୟ ଓ ନିରୋଗ କରେ। ଯଥାର୍ଥ ପରିଶ୍ରମ ପରେ ଏହି ମୋହ ପ୍ରାଣୀକୁ ଶାନ୍ତିରେ ବିଶ୍ରାମ ନେବାରେ ସାହାଯ୍ୟ କରିଥାଏ। ସାଧାରଣତଃ ପ୍ରାଣୀର ଜୀବଦ୍ଦଶା 1/4 କାଳ ନିଦ୍ରାରେ ଅତିବାହିତ ହୋଇଥାଏ। ଯଦିଓ ଏହି ମୋହ ସାଧନ ପଥରେ ବାଧା ସୃଷ୍ଟି କରେ, ତଥାପି ଏହା ଜୀବନ ଧାରଣ ନିମନ୍ତେ ଏକାନ୍ତ ଆବଶ୍ୟକ। ଅଧିକ ସମୟ ବା ଅବେଳାରେ ନିଦ୍ରିତ ନ ହୋଇ
ଆବଶ୍ୟକ ପରିମାଣରେ ନିର୍ଦ୍ଦିଷ୍ଟ ସମୟରେ ନିଦ୍ରା ଗଲେ ସାଧନ କୌଶଳ ବାଧାପ୍ରାପ୍ତ ହୁଏ ନାହିଁ। ତହୁଁ ଅଧିକ ଓ ଅସମୟରେ ନିଦ୍ରା ଗଲେ ସାଧନ ହୋଇପାରେ ନାହିଁ।